ଯେତେ ବଡ଼ ଲୋକ ହଉ ଯାହା ବି ହଉ କାଳର ଚକରେ ସବୁ ପେଶୀ ହେଇଯିବେ। ଯୋଉ କହନ୍ତିନି ତେଲି ମାନଙ୍କର ଘଣା ଆପଣ ମାନେ ଦେଖିନଥିବେ, ଏବେ ତ ନାହିଁ ସେ ଜିନିଷ। ବଳଦ ମାନେ ଗୋଟେ ଘଣାକୁ ବୁଲଉଥିବେ, ଧୀରେ 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 ସେ ଘଣା ବୁଲୁଥିବ, ଆଉ ତମେ ତା ଭିତରେ ଯାହା କରିବ ସବୁ ପେଶୀ ହେଇକି ତେଲ ବାହାର କରିଦେବ। ସେଥିପାଇଁ ସିଏ ହଉଛି କାଳ ଚକ୍ର। ବହୁତ ବଡ଼ ବଡ଼ ଲୋକମାନେ ସେ ଚକରେ ପେଶୀ ଜଣା ପଡିବନି ଆଜ୍ଞା। ସେଥିପାଇଁ କାଳ ହଉଛି ଚକ୍ର, କାଳ ଚକ୍ର ସେ ସମସ୍ତଙ୍କ ମୃତ୍ୟୁ ଆଡକୁ ଟାଣି ଟାଣି ନଉଛି। ଏ ସମସ୍ତ ଜଗତକୁ ସେ ଟାଣୁଛି କୁଆଡେ କି? ମୃତ୍ୟୁ ଆଡକୁ। କାଳ ଆଉ ସମୟର ଗୋଟିଏ କାମ ହେଲା ସେ ସମସ୍ତଙ୍କୁ ନେଇକି ଶେଷ ଅବସ୍ଥାରେ ପହଞ୍ଚେଇବ, ଭିଡ଼ି ଭିଡ଼ିକି ସମସ୍ତଙ୍କୁ ନେଇକି ସେଠି ପହଞ୍ଚେଇବ। ସେଥିପାଇଁ ଭଗବାନ ସେ ରୂପକୁ ଦେଖୁଛନ୍ତି, କହୁଛନ୍ତି ମୁଁ ହଉଛି କାଳ, କାଳସ୍ମି ଲୋକକ୍ଷୟକୃତ, ମୁଁ ସମସ୍ତଙ୍କୁ ବିନାଶ କରିବା ପାଇଁ ଆସିଛି। ହରେ କୃଷ୍ଣ। ଆଚ୍ଛା, ଭଗବାନ କଣ ପାଇଁ କାଳ ରୂପରେ ଆସିଛନ୍ତି ବିନାଶ କରିବା ପାଇଁ? ଆମେ ଆଜ୍ଞା ଆମେ କୋଉ ମହାପଣ୍ଡିତ ନୁହଁ, ସେମାନଙ୍କ ଠାରୁ ଶୁଣୁଛୁ, ଆପଣମାନଙ୍କୁ ଆସିକି କହୁଛୁ। ଆମେ ବି ସେଇଭଳି, ସେମାନେ ଏସବୁ ପଚରା କାଠି କରୁଛନ୍ତି, ଆମେ କଣ କରୁଛୁ? ସାଧୁ ସନ୍ଥ ମାନଙ୍କ ଠାରୁ ସୁଶ୍ରେଷ୍ଠ ବସ୍ତୁ ଆଣିକି ଆମେ ବି ବିତରଣ କରୁଛୁ। ତ ବରାମ ଗୋଟେ ବଢିଆ କଥା କହିଲେ ଏ ବିଷୟରେ। କନକ୍ଲୁଜନ, ଏଇ ଯୋଉ 5ଟା ବିଷୟ ଆମେ ଆଲୋଚନା କଲେ ନା, ୟାର ନିଷ୍କର୍ଷ ମୁଁ କହୁଛି, ଧ୍ୟାନ ଶୁଣନ୍ତୁ। ଈଶ୍ୱରଙ୍କ କଥା ଛାଡ଼ି ଦିଅ, କାରଣ ଈଶ୍ୱରଙ୍କ ବିଷୟରେ ତ ଲୋକେ ଜାଣିବା ପାଇଁ ଇଣ୍ଟରେଷ୍ଟ ନାହାନ୍ତି କଳି ଯୁଗରେ। ଈଶ୍ୱରଙ୍କ ପରେ କିଏ ଆସିଲା? ଜୀବ। ଆମେ ମାନେ ହଉଛି ଜୀବ। ଜୀବ କଣ କରୁଛି ନା ଭୋଗ କରିବା ପାଇଁ ଚାହୁଁଛି ଜଗତକୁ। ପ୍ରକୃତି, এই ପ୍ରକୃତି କି ଜୀବ କଣ କରୁଛି? ଭୋଗ କରିବା ପାଇଁ ଚାହୁଁଛି। ଭଲ ଗାଡ଼ି, ଭଲ ନାରୀ, ଭଲ ଧନ, ଭଲ ଦରକାର। ଜୀବ ଯେତେବେଳେ ପ୍ରକୃତିକୁ ଭୋଗ କରିବା ପାଇଁ ଚାହୁଁଛି ସେତେବେଳେ ସେ କର୍ମ କରୁଛି। କଣ କରୁଛି? କର୍ମ। ନହେଲେ କର୍ମ କରିବା କଣ ଦରକାର? ଆମେ କଣ ପାଇଁ କର୍ମ କରୁଛେ? କିଛି ଦରକାର, ଭଲ ଖାଇବି, ଭଲ ଗାଡ଼ି, ଭଲ ଘର ଇତ୍ୟାଦି ଇତ୍ୟାଦି, ସେଇଥିପାଇଁ ନା ନାହିଁ। ଜୀବ ଏ ଜଗତକୁ ଭୋଗ କରିବା ପାଇଁ ଚେଷ୍ଟା କରୁଛି, ସେ କର୍ମ କରୁଛି। ଜୀବ ହେଇଗଲା, ପ୍ରକୃତି ହେଇଗଲା, କର୍ମ ହେଇଗଲା। ଯେତେବେଳେ ଜୀବ ଭୋଗ କରିବା ପାଇଁ ଚେଷ୍ଟା କରୁଛି ସଂସାରକୁ, କର୍ମ କରୁଛି, ସେତେବେଳେ ତାକୁ କାଳ ବାନ୍ଧୁଛି। କିଏ ବାନ୍ଧୁଛି? କାଳ। କାରଣ ତା ଡିପାର୍ଟମେଣ୍ଟ ଏଇଟା, କାଳର ସଂସାର ନା ଏଇଟା। ସେ ସଂସାର ଭିତରେ ପଶିକି ଆମେ ଯେତେବେଳେ ଭୋଗ କରିବାକୁ ଇଚ୍ଛା କରୁଛେ, ସେତେବେଳେ କାଳ କଣ କରୁଛି? ତାକୁ କଷ୍ଟ ଦଉଛି, ଦଣ୍ଡ ଦଉଛି, ବୁଢା କରୁଛି, ବିମାର ଦଉଛି, ଚିନ୍ତା ଦଉଛି, ଚେତନା ଦଉଛି, ହଜୁଛି ଭଜୁଛି ସେ ସଂସାର ଭିତରେ। କିନ୍ତୁ ସେଇ ଜୀବ ଯେତେବେଳେ ସଂସାର ଉପରୁ ଆଖିକି ଖୋଲିକି ଉପରକୁ ଭଗବାନଙ୍କ ଆଡକୁ ଅନେଇବ ନା, ସେତେବେଳେ ତା କର୍ମଟା ଦିବ୍ୟ କର୍ମ ହେଇଯିବ। ଯୋଉ କର୍ମ ବିଷୟରେ ଆମେ କହୁଥିଲେ, 3 ପ୍ରକାର କର୍ମ ନା ନାହିଁ, ସେ ପାପ କର୍ମ ଛାଡିକି ଭଗବାନଙ୍କ ଆରାଧନା ରୂପୀ କର୍ମ କରିବ। ଆଉ ସେଇ କର୍ମ ଯେତେବେଳେ ଜୀବ କରିବ, ସେତେବେଳେ ଯୋଉ କାଳ ତାକୁ ଦଣ୍ଡ ଦଉଥିଲା, ସେଇ କାଳ କଣ କରିବ? ତାକୁ ସରପ୍ରାଇଜ ଦେବ, ଉପହାର ଦେବ।